ତାକୁ ଯିଏ ପ୍ରଥମେ ଦେଖିଛନ୍ତି ଦ୍ୱିତୀୟ ଉପସ୍ଥାପନଟାକୁ ବୁଝିପାରିବେ। କିନ୍ତୁ ଯେଉଁମାନେ ପ୍ରଥମ ଉପସ୍ଥାପନଟିକୁ ଦେଖିନାହାନ୍ତି ଦ୍ୱିତୀୟ ଉପସ୍ଥାପନଟିକୁ ଦେଖୁଛନ୍ତି ଖଣ୍ଡିଆ ଖଣ୍ଡିଆ ଟିକେ ଲାଗିବ। ସେଥିପାଇଁ ମୋର ହାତ ଯୋଡ଼ି ଅନୁରୋଧ, ପ୍ରଥମ ଉପସ୍ଥାପନଟିକୁ ଦେଖନ୍ତୁ, ତା ସାଥିରେ ୟାକୁ ଦେଖନ୍ତୁ, କାହିଁକିନା ଇଏ ହେଉଛି ପାର୍ଟ 2। ଇମିଡ଼ିଏଟଲି ପାର୍ଟ 2 ଲଞ୍ଚ ହେଉଛି। ତାକୁ ଦେଖି ସାରିଲା ପରେ ପୂର୍ଣ୍ଣତା ପରିପ୍ରକାଶ ହେବ ଆପଣଙ୍କ ମନ ଭିତରେ। ଯେଉଁ ଏତେ ବଡ଼ ପ୍ରଶ୍ନ ଆମ ଭିତରେ ଥିଲା, ସେ ପ୍ରଶ୍ନର ସମାଧାନଟା ଆପଣ ନିଜେ ବୁଝିପାରିବେ। ତେଣୁ ଦୟାକରି ପାର୍ଟ 1କୁ ଯେଉଁମାନେ ଦେଖିନାହାନ୍ତି ପାର୍ଟ 1 ଦେଖନ୍ତୁ, ତା ସାଥିରେ ପାର୍ଟ 2 ଦେଖନ୍ତୁ ଏବଂ ଯଥାସମ୍ଭବ ଯଦି ଭଲ ଲାଗିଲା ଆପଣଙ୍କୁ, ଯଦି ଆପଣ ପ୍ରକୃତ ପ୍ରଶ୍ନର ଉତ୍ତର ପାଇଲେ, ସନ୍ତୁଷ୍ଟ ହେଲେ, ତାହେଲେ ଢେର ସାରା ଲାଇକ୍ ଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ଇମିଡ଼ିଏଟ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର ସମସ୍ତଙ୍କୁ କରନ୍ତୁ। ଏହା ଗୋଟେ ବିରାଟ ପ୍ରଶ୍ନ ଆଜିକା ଡେଟ୍। ଚାଲନ୍ତୁ ଶୁଣିବା। ତମେ ମତେ ହିଁ ଡାକିବେ। ମୁଁ ବହୁତ ଜୀବନ ସାରା ଏମିତି ଗୁରୁ ବିହୀନ ହେଇକି ଗୁରୁଙ୍କୁ ଖୋଜି ଚାଲିଛି। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ତିନିଟା ଶୂନ, ଶୂନ ଶୂନ ମହାଶୂନ, ସବୁ ଗୋଲ। ସିଏ ଶ୍ରେଷ୍ଠ, ସିଏ ହଉଛନ୍ତି ଗୁରୁ। ସେଇ ତିନିଟା ନାଁ ଯୋଉ ଶୁଣୁଛନ୍ତି, ସେଇ ତିନିଟା କାର୍ଯ୍ୟକଳାପ ଯିଏ ଶ୍ରେଷ୍ଠତଃ ଭାବରେ କରିପାରିଛନ୍ତି ସେ ହଉଛନ୍ତି ଗୁରୁ। ସେ ହଉଛନ୍ତି ଭଗବାନ। ଭଗବାନ ହଉଛନ୍ତି ଗୁରୁ। ତାଙ୍କ ବ୍ୟତୀତ ତାଙ୍କୁ ଛାଡିକି ଆଉ କେହି ଗୁରୁ ଜନ୍ମ ହେଇନାହାନ୍ତି। ଯାହା ଆପଣ ଅବତାର କ୍ଷେତ୍ରରେ ଦେଖିଥିଲେ, ଗୋଟିଏ କଥା ଆମେ ଶାସ୍ତ୍ର ପୁରାଣରେ ପଢୁଛେ, ସାନ୍ଦୀପନି ଆଶ୍ରମ କଥା। ସ୍ୱୟଂ ଭଗବାନ ସେଠି ଶିକ୍ଷା ଗ୍ରହଣ କରିବାକୁ ଯାଇଥିଲେ, ବା ଶ୍ରୀରାମଚନ୍ଦ୍ର ମଧ୍ୟ ଶିକ୍ଷା ଗ୍ରହଣ କରିବାକୁ ଯାଇଥିଲେ। ବାଲ୍ମୀକି ସେମିତିଆ ମଣିଷ କାହାନ୍ତି ଯେ ସ୍ୱୟଂ ଭଗବାନଙ୍କୁ ଶିକ୍ଷାଦାନ କଲା କ୍ଷମତା ରଖିଛନ୍ତି। ତେଣୁ ଏ ଯୋଉ ଗପ ଯୋଉ ନେଖି ଯୋଡିକିରି ଗପ କହିବା, ସେ ଗପ ମାଧ୍ୟମରେ ଗୋଟେ କହିଦବା ଗୁରୁ ହେଲା ଶ୍ରେଷ୍ଠ। ଗୁରୁ ପ୍ରଥମେ ପ୍ରତିପାଦିତ ହଉ, ତାପରେ ଶ୍ରେଷ୍ଠ କଥା ତଳେ ଉଡିବ। ଗୁରୁ ଶବ୍ଦ ହଉଛି ଭାରି ଶ୍ରେଷ୍ଠ। ଗୋବିନ୍ଦଙ୍କ ଭଳିଆ କିଏ ଜଣେ ଅଛନ୍ତି, ମାହେଶ୍ୱରଙ୍କ ଭଳିଆ କିଏ ଜଣେ ଅଛନ୍ତି, ବ୍ରହ୍ମଦେବଙ୍କ ଭଳିଆ କିଏ ଜଣେ ଅଛନ୍ତି, ସେ ମହାନ ପୁରୁଷଙ୍କୁ ଆମେ ଖୋଜି ଚାଲୁଛୁ। ପ୍ରଭୁ ଯୋଉଠି ଅଛନ୍ତି ଆପଣ ଶୁଣନ୍ତୁ ମୋ ଦୁଃଖ। ଏ ଅଧମ ଆପଣଙ୍କୁ ଏ କେତେ ଜନ୍ମ ଖୋଜିଲାଣି, ଏ ଜନ୍ମରେ ମଧ୍ୟ ଖୋଜୁଛି। ଆପଣ ମତେ ଟିକେ ଦୀକ୍ଷା ଦିଅନ୍ତୁ। ଛାତିରେ ହାତ ଦେଇକି କୁହନ୍ତୁ, ଆପଣ ମହେଶ୍ୱରଙ୍କ ଭଳିଆ କ୍ଷମତା ରଖିଛନ୍ତି? ଆପଣ ଗୋବିନ୍ଦଙ୍କ ଭଳିଆ କ୍ଷମତା ରଖିଛନ୍ତି କି? ଆପଣ ବ୍ରହ୍ମଦେବ କି? ଆପଣ କେତେ ସୃଷ୍ଟି କଣ ପରିବର୍ତ୍ତନ କରୁଛନ୍ତି? ଗୋଟେ ଦେଖାନ୍ତୁ, କେତେ ବହି ରେ କଣ ସବୁ ପରିବର୍ତ୍ତନ କରୁଛନ୍ତି, ଲେଖିଛନ୍ତି, ଦେଖାନ୍ତୁ। ତାହେଲେ ଆପଣ ଗୁରୁ, ଶ୍ରେଷ୍ଠ ଶ୍ରେଷ୍ଠ ମଣିଷ ଏବଂ ଗୁରୁ। ଗୁରୁ ଶବ୍ଦ ହଉଛି ଶ୍ରେଷ୍ଠ। ଏମିତି ଖାଲି ଯାହାକୁ ତାକୁ ଗୋଟେ ଗୁରୁ କହିଦେଇକି ଗୁରୁ ବୋଲାଇବା, ମଣିଷର ବହୁତ ଶକ୍ତି ଅଛି। ସେ ମଧ୍ୟ ଏମିତି ରୋଲ କରିବ, ହଁ, ଲାଷ୍ଟକୁ ଲୋକ ବାୟା ହେଇକି ଯାଇକି ଯେମିତି ନାଚୁଛନ୍ତି, ହେଲା, ସେମିତି ନାଚିବ ମଧ୍ୟ। ଆମେ ହଉଛୁ ଗୁରୁ। ଗୁରୁ ବୋଲାଇବା, ବହୁତ ଗୁରୁ ବୋଲାଇବେ କଳି ଯୁଗରେ। ସମସ୍ତେ ଗୁରୁ ବୋଲାଇବେ, ଏଇଠି ସ୍କାନିଂ ହେଇଯିବେ, ଛାଣି ହେଇଯିବେ ଏଇଠି। ଗୁରୁ କେ ନା ଗୋବିନ୍ଦ, ଗୋବିନ୍ଦ କେ ନା ଗୁରୁ, ଗୁରୁ କେ ଗୋବିନ୍ଦ, ଗୋବିନ୍ଦ କେ ଗୁରୁ। ଗୁରୁ ଶ୍ରୀ ଜଗନ୍ନାଥ। ବାପା ତେମେ କୋଉ ନାଥ? ବାପା ତେମେ କୋଉ ନାଥ? ପ୍ରଶ୍ନର ଉତ୍ତର ଦିଅନ୍ତୁ। ଗୁରୁ ଶ୍ରୀ ଜଗନ୍ନାଥ।
ब्रह्म नाम ब्रह्म नाम गुरु श्री जगन्नाथ ब्रह्म नाम मन अच्छी गोटे मठ मंदिर कि आश्रम कौटी गोटे जाइली आंशिक मन पड़ू जड़े से प्रवर्तक टाइप से गोटे कथा कहते कहले एमती प्रश्न हम जे पैंट ओदा हो से जो जहाँ पिंधि से कौपिनी पिंधि था कि से गेरुआ पिंधि था सब अरुआ हो ओदा हो पूरा मुझे कौन ना भारी डेंजर कली जुगर लोक प्रश्न कर डर टे मारू एमती प्रश्न अच्छी सब स्कानिंग गोटे लोक शुणी जे ये जो अपभ्रंश ज्ञान सब प्रचार चलती आज आम गोविंद को अनुभव कर आज आम जगन्नाथ को अनुभव कर आज आम महेश्वर को अनुभव कर आज आम ब्रह्मदेव को अनुभव कर क्या पचर जाइचे ए नकली गुरु गोलकुंडा आश्रम को जाकि गुरु बनेबी पंडी विजय करी फाटव बापा प्रबल बेगर फाटव प्रबल बेगर बोब मेदिनी फाटव उपरू भी फाटव फाटुची विभिन्न राष्ट्र फाटुची त्राही त्राही आरंभ कर सारे जी से भूल कर से दंडनीय प्रकृति हाथ में प्रकृति की कंट्रोल रखिंट कि आपण गुरु आपण एमती हाथ बुले देले हवा जीवासा करुण गुरु आपण एमती हाथ करदे सूर्य एटू से पलैब कि आपण गुरु आपण एमती हाथ मारिदे गोटे मनुष्यर सब परिवर्तन हो कि आपण गुरु आपण जो बाणीटा देवे जो शिक्षाटा देवे जो मंत्रटा देले तार द्वारा गोटे मनुष्य श्रेष्ठत्व उपलब्धि कला एवं समाज गोटे प्रतिष्ठित व्यक्ति बाहरला से आपण ना जपिकी समाज को परिवर्तन कला ताले आपण गुरु सेमतिया केते जन व्यक्ति अच्छा खोजा चली निश दाड़ी जट ओलैकी बसिकी कहना कली केवल नाम रहा शुणुते केवल नाम नौ नाटा खाली कहते आउ कि ना आउ कना पड़ी कर्पूर आउ नाही कर्पूर नाही खाली कना रे बाया कना कना तेणु कथा छल आम बहुत बड़ बड़ कथबार्ता आम करे भूल केते ठीक केते ये कलिजुग मनुष्य शेष आमको मालूम ना आमको जी मालूम अच्छी भारी स्पष्ट भाव मालूम अच्छी गोविंद होती गुरु ब्रह्मदेव आप खेल ना केते शास्त्र खेलेबे आपण नाटा कौटी लिखाई बाहर करो आपण कौ जगार नाथ सेटा देखु आपण समाज रे कौन परिवर्तन आनी सेटा देखु एवं फास्ट चलती कौटी किए समाधि पूजा चले कौटी किए समाधि पूजा ना रे मद मांस कोचिया सब चलला खाया पिया ये कौन चल फार्स समाज को गोटे दिग्दर्शन दवा परिवर्ते नष्टभ्रष्ट दिगरे परिचालना कर गुरु आपण माने गुरु कही ना छाती हाथ देगी कौन जदि मिछरे कहीदेवे छाती हाथ देगी मु गुरु कलिजाटा ठगिनी फाटे ये हार्टा ठगिनी फाटे बेसी दिन ना जल्दी फाटी ब्लड प्रेशर एत जोर बढ़ी ए कथा भाविले गुरु श्री जगन्नाथ
ଆରେ ସବୁ ଯୁଗରେ ତ ଅବତାର ନେଇକି ଜନ୍ମ ହେଇକି କେତେ ଲୀଳା କେତେ ଖେଳା କଣ କରୁଥିଲେ। ଏ ପ୍ରଭୁ ଜଗନ୍ନାଥ ତ କଣ ହାତ ଖଣ୍ଡିଆ ଗୋଡ ଖଣ୍ଡିଆ ଚକା ଚକା ଆଖି ଗୋଲିଆ ଗୋଲିଆ ଆଖି କଥା ବି କହୁନାହାନ୍ତି। କଣ ଚାଲିଛି ପାଲା। ହଁ କୃଷ୍ଣ ଜନ୍ମ ହେଇଥିଲେ କିଛି ଏରିଆ ଭାରତ ବର୍ଷ ଭିତରେ ତାଙ୍କର ପ୍ରଚାର ପ୍ରସାର ଥିଲା। ରାମ ଜନ୍ମ ହେଇଥିଲେ ତାଙ୍କର ଏମିତି ସେଇ ଭାରତ ବର୍ଷ ଭିତରେ ପ୍ରଚାର ପ୍ରସାର ଥିଲା। ପଛରେ ଶାସ୍ତ୍ର ହିସାବରେ ବାହାରକୁ ପ୍ରଚାର ପ୍ରସାର ଗଲା, କିନ୍ତୁ କେତେ ଜାଗାରେ ସେ ପୂଜା ପାଉଛି। ଜଗନ୍ନାଥ କିଛି କହୁନାହାନ୍ତି, ହାତ ଗୋଡ ଖଣ୍ଡିଆ ହେଇକି ବସୁଛନ୍ତି। ସବୁ ଦେଶରେ ପୂଜା ଚାଲିଛି ତାଙ୍କର। ପ୍ରମାଣ ଦେଖନ୍ତୁ, ଏଇ ଯୋଉ ମିଡିଆ ଅଛି ତା ଦେହରେ ଖେଳେଇ ଦେଖନ୍ତୁ, କୋଉ ଦେଶରେ ହରିନାମ ନ ଚାଲିଛି, ଜଗନ୍ନାଥଙ୍କୁ ଧରିକି ରଥଯାତ୍ରା କୋଉ ଦେଶରେ ନ ଚାଲିଛି। ସାରା ବିଶ୍ୱକୁ ସାରା ଜଗତକୁ ସେଇ ସ୍ପ୍ରେଡ କରି ଚାଲୁଛନ୍ତି। ପୁରା କିଛି କହିବାର ନାହିଁ, ତାଙ୍କ କାର୍ଯ୍ୟ ଚାଲିଛି। ଗୁରୁ ଶ୍ରୀ ଜଗନ୍ନାଥ ବ୍ରହ୍ମନାମ 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 ଜଗନ୍ନାଥ ବ୍ରହ୍ମନାମ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ସେ ସେଇ ଗୁରୁ, একমাত্র গুরু তত্ত্ব, গুরু তত্ত্ব সেই নিজে। ହେଳିଂ ସେଳିଂ କେଳିଂ ଦାମ, ଦାମୋଦର କୃଷ୍ଣଙ୍କୁ କୁହାଉଥିଲା ଦାମୋଦର, ତାଙ୍କରି ଅବତାର ସେ, ତାଙ୍କରି ଅବତାର ନୁହେଁ, ସେ ତ ପୂର୍ଣ୍ଣ ଅବତାର। କୃଷ୍ଣଙ୍କର ନାମ ହଉଛି ଦାମ। ଗୋଟେ ବିଜ୍ଞାନୀ, ତେଣୁ ଟିକେ ସ୍ଲିପ ହଉଛି। ତେଣୁ ହେଳିଂ ସେଳିଂ କ୍ଲିଂ ଏଇ ଯୋଉ ଶବ୍ଦ ଲାଗିଛି, ମୁଁ ଗୁରୁ ଭାଇଙ୍କଠୁ ଶୁଣିଲି ଇଏ କଣ, ଇଏ ଯୋଉ ନା ଏ ଯୋଉ ବୀଜ ମନ୍ତ୍ର ଇଏ କଣ ନା ଏଠି ଶ୍ରୀ ଅଛନ୍ତି। ଗୁରୁ ଦେଖନ୍ତୁ, ଗୁରୁ ଶ୍ରୀ ଶ୍ରେଷ୍ଠ ଲାଗିଲା, ଶ୍ରୀ ଲାଗିଲା, ଲକ୍ଷ୍ମୀ କଥା ଲାଗିଲା, ଶ୍ରୀ ଜଗନ୍ନାଥ ଜଗତର ନାଥ, ତାଙ୍କ କଥା କୁହାହେଲା ବ୍ରହ୍ମନାମ, ସେ ନିଜେ ବ୍ରହ୍ମ, ପୂର୍ଣ୍ଣ ବ୍ରହ୍ମ, ତାଙ୍କ କଥା କୁହାହେଲା। ଆଉ ତତ୍ତ୍ୱ କଥା କୁହାହେଲା, ପଞ୍ଚତତ୍ତ୍ୱ କଥା କୁହାହେଲା, ସବୁ ତତ୍ତ୍ୱ କଥା କୁହାହେଲା, ଗୁରୁ ତତ୍ତ୍ୱ କଥା କୁହାହେଲା, ବ୍ରହ୍ମ ତତ୍ତ୍ୱ କଥା କୁହାହେଲା, ସବୁ ତତ୍ତ୍ୱ କଥା କୁହାହେଲା। ତତ୍ତ୍ୱ ହ୍ଲିଂ ଶ୍ଲିଂ କ୍ଲିଂ ରାମ, ହ୍ଲିଂ ଶ୍ଲିଂ କ୍ଲିଂ ଆପଣ ଯାହା ବୁଝୁଛନ୍ତି ବୁଝନ୍ତୁ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବୁଝନ୍ତୁ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୁଝନ୍ତୁ, ଯୋଉ ପ୍ରକାର ଯିବେ ସେଇଠି ହିଁ ପଢିବେ, ସେଇଠି ବୁଲି 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 ସେଇଠି ପଢିବେ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ପଢିବେ। ତୁ କେବଳ ମହାନୁଭବ ଭଗବାନ ଦାସ ଅନୁଭବ କରିଥିଲେ, ରାଜୀବ ଲୋଚନ ଦାସ ଅନୁଭବ କରିଥିଲେ, ସନ୍ଥ ଅନୁଭବ କରିଥିଲେ। ତାଙ୍କ ଲେଖାରେ ସେ ଶକ୍ତିମାନ ହେଇକି ଜନ୍ମ ହେଇଥିଲେ, ଅଂଶ ନେଇକି ସେ ତାଙ୍କ ଶକ୍ତିଟାକୁ ଅନୁଭବ କରିଥିଲେ। ସେ ଟିକେ ଟିକେ ଆଂଶିକ ଦେଇଗଲେ। ଏଇଠି ଏ ହଉଛନ୍ତି ଗୁରୁ। ତେଣୁ ଏ କଳିଯୁଗରେ କେବଳ ଗୁରୁ ନାମ ହିଁ ସାର। ଗୁରୁ କିଏ? ଯିଏ ବଡ ବଡ ଦାଢି ଥୋଡି ଜଟା ରଖିଛି, ହେଇପାରେ ନ ହେଇପାରେ, ମୁଁ ବି କହିପାରିବିନି। କିଏ କୋଉ ଶକ୍ତି ନେଇ ଜନ୍ମ ହେଇଥିବ, ମହାପ୍ରଭୁ କାହାକୁ କୋଉ ଶକ୍ତି ନିଜେ ଅବତାର ହେଇଥିବ, କିଏ ବି ଜାଣେ। କୁହାଯାଉଛି କଳ୍କି ଅବତାର ହେଇକି ଆସିବେ, ସାଧାରଣ ମଣିଷ ଭଳିଆ ଆସିଥିବେ, କିଏ ଜାଣେ। ସାରା ସଂସାରକୁ ଉଦ୍ଧାର କରିବେ ବିପଦ ମୁଖରୁ। ଏ ଯୋଉ ମହାପ୍ରଳୟରୁ ଉଦ୍ଧାର କରିବେ। ମହାପ୍ରଳୟ କଣ ଖାଲି ବାହାରେ ଚାଲିଛି? ଆପଣ ଭିତରେ 24 ଘଣ୍ଟା ମହାପ୍ରଳୟ ଚାଲିଛି। ଆପଣଙ୍କ ପରିବାରରେ ବି ଚାଲିଛି ମହାପ୍ରଳୟ ସବୁବେଳେ। ଆପଣ ନିଜେ ମହାପ୍ରଳୟକୁ ଫେସ୍ କରିପାରୁନାହାନ୍ତି, ଘରଦ୍ୱାର ଛାଡିକି ଆସିକି ମଠରେ ବଇଛନ୍ତି, ସଂସାର ସମ୍ଭାଳି ପାରୁନାହାନ୍ତି। ସେ ମହାପ୍ରଳୟ ନୁହେଁ କି? ସଂସାରିକ ଜ୍ଞାନ ନାହିଁ, ବସିକି ସଂସାର ଜ୍ଞାନ ଦଉଛନ୍ତି ଲୋକଙ୍କୁ। ନିଜେ ସଂସାର ସମ୍ଭାଳି ପାରୁନାହାନ୍ତି, ସମାଜ ସମ୍ଭାଳି ପାରୁନାହାନ୍ତି। ସମାଜ ଯିଏ ଛାଡିଛି, ସମାଜ ବିଷୟରେ କଣ କହିବ? ମାଇ କ୍ୱେଶ୍ଚିନ୍ ଇଜ ଦ୍ୟାଟ୍। ଯେ ସଂସାର ଛାଡି ଦେଇଛି, ସେ ସଂସାର ବିଷୟରେ କଣ କହିବ? ହଁ, ଯେ ବାହା ନ ହେଇଛି, ସେ ପିଲା ଛୁଆ ବିଷୟରେ କଣ କହିବ? ଟିକେ ହାର୍ଡ ହେଇଗଲା, ପ୍ରଭୁଜୀ କ୍ଷମା କରିବେ। ଜୟ ଜଗନ୍ନାଥ।
ଗୁରୁଦେବ ନମ। ଗୁରୁ ଶ୍ରୀ ଜଗନ୍ନାଥ ବ୍ରହ୍ମନାମ ତତ୍ଵ ହିଳିଂ ଶିଳିଂ କ୍ଳିଂ ଦାମ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ସାଧୁସନ୍ଥ ମହନ୍ତ ଆଙ୍କୁ ଆମେ କୋଟି ପ୍ରଣାମ ସବୁବେଳେ କରିବୁ। ସେମାନେ ସାଧୁସନ୍ଥ ମହନ୍ତ, ସେ କେବେ କାହାକୁ ଯାଇ କହିନଥିଲା ଆସ ମୋ ପାଖରେ ଶିଷ୍ୟ ହବ, ମୁଁ ତମର ଗୁରୁ। ଯେତେକ ବାଚାଳ ଏସବୁ ଚଲେଇଛନ୍ତି କମ୍ପାରିଜନ କମ୍ପାରିଜନ କୁଳେ ଜ୍ଞାନ ପଶିଲା ବେଳକୁ କମ୍ପାରିଜନ ଚାଲିଛି, ଗୁରୁ ବଡ ନା ଗୋବିନ୍ଦ ବଡ। ମୂର୍ଖାମି ବାଚାଳାମି ବ୍ୟତୀତ ଆଉ କିଛି ନୁହେଁ। ପ୍ରଭୁ କ୍ଷମା କରନ୍ତୁ ସମସ୍ତଙ୍କୁ। ଜୟ ଜଗନ୍ନାଥ। କେମିତି ଲାଗିଲା ଆପଣ ନିଶ୍ଚୟ କମେଣ୍ଟ କରିବେ, ସେୟାର କରିବେ। ଯଦି ଭୁଲ ବଶତଃ କିଛି ଦୋଷ ତ୍ରୁଟି ଉପସ୍ଥାପନ ହେଇଥାଏ ବୋଲି ଅନୁଭବ କରିବେ, କ୍ଷମା କରିବେ ଏବଂ ଜଣେଇବାକୁ ଭୁଲିବେ ନାହିଁ। ଜୟ ଜୟ ଜଗନ୍ନାଥ।